କରିଥିଲେ ଆମ ବୋଉ ପୋଇ ଆଣିକି ଦେଇଥିଲେ। ଆମ ତ ଆକୁ ସରୁ ପୋଇ କହନ୍ତି, ଝୁଣ ପୋଇ ମଧ୍ୟ କହନ୍ତି। ତୁମ ଆଡ଼େ କେଉଁ ପୋଇ କହନ୍ତି ମୋତେ ଟିକେ କମେଣ୍ଟ ବକ୍ସରେ କହିବେ। ମୁଁ ଆମ ବୋଉଙ୍କ ମନକୁ ପାଇଲାନି, ଆମ ବୋଉ ସେଠୁ କାଟିଦେଲେ। କାଟି ଦେଇକି ଥୋଇକି ସେଠୁ ପଳେଇଲେ ମୁଗ, ଗହମ ଆଉ ଚାଉଳ ସବୁ ଶୁଖେଇଲେ। ଛତୁଆ କରିବେ, କାହିଁକିନା ପଟ୍ଟାମୁଣ୍ଡେଇରୁ ଯାଆ ଆଉ ତାଙ୍କ ପିଲାମାନେ ଆସିବେ, ସେ ନେବେ। ତାପରେ ଆମ ସାନ ଶାଶୁ କ'ଣ କରିଥିଲେ, ବଢ଼ି ପକାଉଥିଲେ। ବଢ଼ିକି ବିରିକି ଫେଣେଇକି ବଢ଼ି ପକାଉଥିଲେ। ମୁଁ ତାଙ୍କ ଉପରେ ଟିକେ ସବୁ କ୍ୟାମେରା ପକାଇ ସାରିଲା ପରେ ମୁଁ ସେଇଠୁ ପରିବାକୁ ବୋଉ ଯେଉଁ କାଟିକି ଥୋଇଥିଲେ, ମୁଁ ତାଙ୍କୁ ଧୋଇବାକୁ ନେଇ ଆଇଲି। ସରୁ ପୋଇର ରାଇଟା ନା ବହୁତ ବଢ଼ିଆ ଲାଗେ। ବାସ୍ନାଟା ବି ତା'ର ବହୁତ ବଢ଼ିଆ। ତା ଦେହରେ ଟିକେ ଯଦି ଆଜି ତ ମଙ୍ଗଳବାର ମାଛ ପଡ଼ିବନି, କିନ୍ତୁ ଯଦି ଗୁଣ୍ଡ ମାଛ ପକାଇକି ଆପଣମାନେ ରାଇ କରିବେ ନା, ସେ ଆହୁରି ଟେଷ୍ଟ ଲାଗେ। ହେଲେ ତ ଆଜି ମଙ୍ଗଳବାର ଆମର ଆଇଁଷ ପଡ଼ିବନି, ସେଥିପାଇଁ ମୁଁ ତାକୁ ସାଧାରେ କରିବି। ତାକୁ ଧୋଇ ଧାଇକି ନେଇ ଆସିଥିଲି। ତାପରେ ଆଣିକି ଗ୍ୟାସରେ କଡ଼େଇ ବସାଇ ଦେଇକି ତା ଦେହରେ ତେଲ ପକାଇଦେଲି। ତେଲ ପକାଇକି ଫୁଟଣ ଫୁଟାଇ ସାରିଲା ପରେ ବଡ଼ି ପକାଇଦେଲି। ବଡ଼ିକି ପକାଇକି ତାକୁ ଭାଜିଦେଲି। ବଡ଼ି ଯେମିତି ହେଇଗଲା, ତା ଦେହରେ ସବୁ ସାରୁ ଆଳୁ ପକାଇକି ତାକୁ ଟିକେ ସନ୍ତୁଳି ଦେଲି। ସନ୍ତୁଳିଲା କାହିଁକିନା ସାରୁର ଯେଉଁ ନାଳ ଅଂଶଟା ଥାଏ, ସେ ନାଳ ଅଂଶଟା ମରିଯିବ। ସନ୍ତୁଳି ସାରିଲା ପରେ ତାକୁ ପୋଇ ହେରିକା ପକାଇକି ତା ଦେହରେ ହଳଦୀ ଲୁଣ ପକାଇକି ତାକୁ ଘୋଡ଼େଇ ଦେଲି କିଛି ସମୟ। ଘୋଡ଼େଇ ଦେଲା ପରେ ପୋଇ ଆଉ ପୋଇ ପତ୍ର ସେଠି ପୁରା କଡ଼େଇ ଫୁଲ୍ ହେଇଯାଇଛି, ସେ ପୁରା ଦବିଯିବ, ନରମ ହେଇଯିବ। ନରମ ହେଇଗଲା ପରେ ଆମେ ତା ଦେହରେ ମାନେ ଏପଟ ସେପଟ କରିବାକୁ ଗୋଳେଇବାକୁ ଟିକେ ସୁବିଧା ହେବ। ସେଥିପାଇଁକି ମୁଁ ତାକୁ କ'ଣ କଲି, ସବୁ ପକାଇ ସାରିଲା ପରେ ତାକୁ ଥାଳି 5 ମିନିଟ୍ ପାଇଁକି ଘୋଡ଼େଇ ଦେଇକି ପଳେଇଲି ମସଲା ସଜାଡ଼ିବାକୁ। ମସଲା ସଜାଡ଼ିକି ତା ମସଲାରେ ନେଇଛି ରସୁଣ, ଶୁଖିଲା ଲଙ୍କା ଦୁଇଟା, ସୋରିଷ, ପିଆଜ, ଏତିକି। ଅଦା ପକାଇବେ ବୋଲି ବାଗ ଲାଗିବନି। ମୁଁ ତାକୁ ମସଲା ବାଟି ଆଣି ଆଇଲା ବେଳକୁ ଦେଖ ପୁରା ପରିବାଟା କେମିତି ପୁରା ମଉଳି ଯାଇଛି, ଅଳ୍ପ ହେଇଯାଇଛି। ମସଲାରେ ଗୋଳେଇବାକୁ ଭଲ ହେବ। ସେଥିପାଇଁ ମୁଁ ତାକୁ ଏମିତି ତାର ମସଲା ପକାଇକି ଭଲସେ ଏପଟ ସେପଟ କରି ଗୋଳେଇ ଦେଲି। ଗୋଳେଇକି ପୁଣି କ'ଣ କଲି, 5 ମିନିଟ୍ ଥାଳି ଘୋଡ଼େଇ ଦେଲି। କାହିଁକିନା ସୋରିଷଟା ଯେତେ ମସଲାଟା ସନ୍ତୁଳିବ ଭଲ ଲାଗିବ, ନହେଲେ ସେ ମସଲିଆ ସୋରିଷ ବାସ୍ନା ଭଲ ଲାଗିବନି। ସନ୍ତୁଳି ହେଇଗଲା ପରେ ମୁଁ ସେଇଠୁ ଅଳ୍ପ ପାଣି ଦେଇକି, କାହିଁକିନା ଆମର ଆକୁ ରାଇ କରିବି, ପଖାଳରେ ଆମେ ଖାଇବୁ। ପଖାଳରେ ଖାଇବୁ, ତାଙ୍କ ଖରାବେଳକୁ ଆମର ଡାଲି ହେବ, ତା ଡାଲିରେ ତା ସାଥିରେ ଆକୁ ଖାଇବେ। ଯିଏ ବୋଉ ତ ପଖାଳ ଖାଇବେନି, ସେ ଆକୁ ରାଇ ସାଙ୍ଗେ ଡାଲି ଆଉ ରାଇ ଖାଇବେ, ଆଉ ଆଳୁ ଚଟଣି ଦେଖିଆ କ'ଣ କରାଯିବ, ଆଉ ତା ସାଙ୍ଗକୁ କ'ଣ କରାଯିବ। ସେଥିପାଇଁ ଆମେ ପଖାଳ ଖାଇବୁ ବୋଲି ଅଳ୍ପ ପାଣି ଦେଇକି ତାକୁ ଘୋଡ଼େଇ ଦେଲି। ଘୋଡ଼େଇ ଦେଇକି ତା ଭିତରେ କ'ଣ କଲି, ମୋ ପୁଅକୁ ତେଲ ଲଗେଇକି ତା ଭିତରେ ଇଏ ତ ସିଝି ଯାଇଥିଲା, ଦେଖନ୍ତୁ ସେ ତ ସନ୍ତୁଳିଲା ଭିତରେ ସିଝି ଯାଇଛି। ସେଥିପାଇଁ ଅଳ୍ପ ପାଣି ଦେଇକି ତାପରେ ପୁଅକୁ ତେଲ ଲଗେଇଦେଲି। ପୁଅକୁ ତେଲ ଲଗେଇକି ନେଇକି ଗାଧେଇଲି। ତାକୁ ଗାଧେଇ ସାରିଲା ପରେ ଆମର ଖାଇବା ରେଡ଼ି ହେଇଯାଇଥିଲା, ରାଇ ହେଇଯାଇଥିଲା। ଦେଖନ୍ତୁ ରାଇଟା କେତେ ସୁନ୍ଦର ଦେଖାଯାଉଛି। ସେଇଠୁ ଆମେ ପିଲାମାନେ ସମସ୍ତେ ବସି ପଡ଼ିଥିଲୁ। ରାଇ ସାଙ୍ଗକୁ ବଡ଼ି ଆଉ ସୋରିଷ ଆଚାର ଦେଇକି ଆମ୍ବୁଲ ତିଆରି କରିଥିଲି। ତାପରେ ଆଚାରରେ ଯେଉଁ ଲଙ୍କା ପଡ଼ିଥିଲା ତାକୁ ସବୁ ଚକଟି ଦେଇଥିଲି। ଚଟଣିଟା ତ ବହୁତ ଟେଷ୍ଟ ଲାଗୁଥିଲା। ତାପରେ ପୋଇ ରାଇକି ପଖାଳ ଭାତକୁ ଆହୁରି ଟେଷ୍ଟ ଲାଗିଲା। ସେଠି ପିଲାମାନେ ଆମେ ଖାଇଦେଇଛୁ। ଖାଇସାରିକି ଦେଖ ଟିଭି ଲଗା ହେଇଯାଇଛି। ଇଆଡ଼େ ସିଏ କହୁଛି ମୁଁ ଶୋଇବି, ସିଏ କହୁଛି ମୁଁ ଶୋଇବି କହିକି ଭାଇ ଭଉଣୀ ଭିତରେ ବାଡ଼ିଆ ପିଟା ଚାଲିଛି। ଟିଭି ଚାଲିଛି, ଇଆଡ଼େ ଭାଇ ଭଉଣୀ ବାଡ଼ିଆ ପିଟା ଚାଲିଛି। ସାନ ପୁଅ ମୋର ରିମୋଟ୍ ଧରିକି ଟିଭି କାର୍ଟୁନ୍ ଟିକେ ଲଗାଉଛି, ଫିଲ୍ମ ଟିକେ ଲଗାଉଛି, ଏପଟ ସେପଟ ରହିଲି। ନମସ୍କାର, ଯଦି ଆପଣମାନଙ୍କୁ ଭଲ ଲାଗେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ ପ୍ଲିଜ୍। ଭିଡ଼ିଓ ଦେଖୁଛନ୍ତି କିନ୍ତୁ ଲାଇକ୍ କରୁନାହାନ୍ତି, ସବସ୍କ୍ରାଇବ୍ କରୁନାହାନ୍ତି।